ମୁଁ ଉମାମଣି ମହାଲିକ ସାହସପୁର ୱାନ୍ରେ ଆଶାକର୍ମୀ ଭାବେ କାର୍ଯ୍ୟ କରେ। ଆସନ୍ତାକାଲି ଆପଣଙ୍କ ଗୋଟେ ଭିଡ଼ିଓ ଭାଇରାଲ ହେଉଛି, ଆପଣଙ୍କୁ ଦେଖିବାକୁ ମିଳୁଛି ଯେ ଘଣ୍ଟା ପିଟିକି ଗାଁ ଗାଁରେ ବୁଲୁଛନ୍ତି। କ'ଣ ପାଇଁ ବୁଲୁଥିଲେ ନା ଆମର ହେଉଛି 24/3/2025 କ୍ଲଷ୍ଟର ମିଟିଂ ଥିଲା। ଆମର ହେଉଛି ସ୍ୱାସ୍ଥ୍ୟ ବିଭାଗରେ ଆମ ସାର୍ ମାନେ ଦିଦି ମାନେ ଆମକୁ କହିଥିଲେ ଯେ এই সঙ্গে অଂଶୁଘାତର ବେଶୀ ପ୍ରଭାବ ବଢ଼ିଛି, ଖରା ହେଉଛି, ଆଉ ଗାଁରେ ଟିକେ ବୁଲିକି ସଚେତନ କରାଇଦେବ। ତେଣୁକରି ମୁଁ ଯାଇକି ଗାଁରେ ବୁଲିକି ସଚେତନ କରୁଥିଲି। ଏଇଆକି ଘଣ୍ଟା ପିଟିବାର କାରଣଟା ଏଇଆ, ଆଗରୁ ବି କହିଥିନି। ଆଉ ସେ ଡାକିଲା ବେଳକୁ ଟିକେ ଶୁଣୁନାହାନ୍ତି ତ, କେତେ ଜୋର ଡାକିବୁ କାହାକୁ। ସେଥିପାଇଁ ଟିକେ ଘଣ୍ଟା ବଜାରେ ଖୁସି ହେଇକି ଯିଏ ଯେତେବେଳେ ଘଣ୍ଟା ବାଜିବ କେଉଁଠିକି ନା କେଉଁଠି କିଏ ଦୌଡ଼ିକି ସବୁ ଛୋଟ କତରୁ ବଡ଼ କତରୁ ପଳେଇ ଆସିବେ। କାହିଁ ଘଣ୍ଟା ବାଜୁଛି କିଏ ଆସିଯିବନି କହିକି ସେ ଆସନ୍ତି। ଆସିଲା ବେଳକୁ ଏକାଥର ସେଇଠି କହିଦିଏ ଆଉ ଏତେ ମତେ ପରିଶ୍ରମ କରିବାକୁ ପଡ଼େନି। ଏମିତି କ'ଣ ଡାକୁଥିବି କେହି ଟିକେ ଶୁଣନ୍ତିନି, ବହୁତ କଷ୍ଟ ହୁଏ ବି ମୋତେ। କାଲି ଭାଇ ଖରା ପାଇଁ ଟାଣ ଯେଉଁ ଖରା ହେଉଛି, ଅଂଶୁଘାତ ବୋଲିକି ଆଉ ଲୋକଙ୍କୁ ସଚେତନ କରିବାକୁ ଯାଇଥିଲି। ବେଶୀ 11ଟା ପରେ 3ଟା ପର୍ଯ୍ୟନ୍ତ ଟିକେ ଘରେ ରହିଯାଆନ୍ତୁ, ଅର୍ଜେଣ୍ଟ ଯଦି ଦରକାର ପଡ଼ୁଛି, ଆଉ କ'ଣ ଗୋଟେ ଦରକାର ପଡ଼ିଲା ଆଉ ମୁଁ ଯିବାନି ନା। ଯଦି ଯିବ ଓଦା ଗାମୁଛା ମୁଣ୍ଡରେ ପକେଇବ, କଳା ଚଷମାଟେ ଲଗେଇବ, ଆଉ ଚପଲ ଛତା ଧରିକି ଯିବ। ଆଉ ଯଦି କିଛି ହାଲିଆ ଲାଗିଲା କି ଦେହ ଅସୁସ୍ଥ କି କିଛି ଅନୁଭବ କଲ, ଗଛ ପାଖରେ ଯଦି ଗଛ ଥାଏ ସେ ଛାଇକି ପଳେଇବ, ଗୋଟେ ବିଶ୍ରାମ ନେଇଯିବ। ଏଇଆ 3ଟା ପରେ ବାହାରିକି ଆଉ କିଛି କାମ କରିପାରିବ, 11ଟା ଏପଟରୁ ବି କିଛି କରିପାରିବ। ଏଇଥିପାଇଁ ଗାଁରେ ବୁଲିକି ସଚେତନ କରୁଥିଲି। କାଞ୍ଜି, ତୋରାଣୀ, ଦହି ପାଣି, ପଣା, ଆଉ ତରଭୁଜ, କାକୁଡ଼ି ଏଇସବୁ ଜିନିଷ ଖାଇବା ପାଇଁ ବି ସଚେତନ କରୁଥିଲି। ଆଗରୁ କେବେ ସଚେତନ କରିଛନ୍ତି, ଆଉ ସଚେତନ କଲେ କେମିତି ଲୋକମାନେ ଗ୍ରହଣ କରୁଛନ୍ତି ଆପଣଙ୍କ କଥାକୁ? ହଁ, ଗ୍ରହଣ କରୁଛନ୍ତି। ଏମିତି ବି ଥଟା ୟାରିକିର ଦିଲାକିର କୁହନ୍ତି, କାହିଁକି ତୁ ଛତା ଦଉନୁ, ତୁ ତରଭୁଜ ଆଣିକି ଦଉନୁ, ଏମିତି କୁହନ୍ତି। ହଁ, ମୁଁ ଆଜି ସଚେତନ କରାଇ ଦିଆଯାଉଛି, ଆଜି ଲିଷ୍ଟ ବନେଇ କାଲି ଗାଣି ସବୁ ବାଣ୍ଟି ଦେବି। ମୁଁ ବି ଏମିତି ଥଟା ମଜାର ହୁଏ, ହସ ଖୁସି ଥଟା ମଜାର କହିକି ସଚେତନ କରେଇକି ଆସେ। କୋଭିଡ ଟାଇମରେ ବି ଏମିତି ସଚେତନ କରେଇ ଆସୁଛି। କ'ଣ କ'ଣ ସବୁ କୋଭିଡ ଟାଇମରେ ସଚେତନ ସବୁ କରିଛନ୍ତି ଲୋକମାନଙ୍କୁ? କୋଭିଡ ଟାଇମରେ କୋଭିଡ ବେଳେ ସଂକ୍ରମଣ ହବ ବୋଲିକି ଟୀକା ଫିକା ନେବା ପାଇଁ, ସଚେତନ ରହିବା ପାଇଁ, ଦୂରତା ମେଣ୍ଟେନ କରିବା ପାଇଁ ଏମିତି ସବୁ। ତାପରେ ଏଇ ଯେଉଁ ଏବେ ଗୋଟେ ଗଲା ନୂଆ ଯେଉଁ ଆମର ଦାନା ବାତ୍ୟା, ତା ଦେହରେ ବି ଘଣ୍ଟା ପିଟିକି ସଚେତନ କରିଥିଲି। କଚ୍ଚା ଘର ବାଲା ବାତ୍ୟା ଆଶ୍ରୟସ୍ଥଳୀକି ପଳେଇ ଯାଆନ୍ତୁ, ନହେଲେ ପାଖରେ ଯଦି କେଉଁଠି କୋଠା ଘର ଅଛି ସେଠିକି ଆଶ୍ରୟ ନେଇଯାଆନ୍ତୁ। ଛୋଟ ଛୁଆ, ଗର୍ଭବତୀ, ବୟସ୍କ ଲୋକ, ବିପଦ ଅଛି, ଏମିତି ସବୁ ବୁଝେଇଥିଲି। ମୋ ନାଁ ହେଉଛି ନକୁଳ ଚନ୍ଦ୍ର ରାଉତ, ପ୍ରଧାନ ଶିକ୍ଷକ ସାହସପୁର ନୋଡାଲ ସ୍କୁଲରେ ଅଛି। ଆଉ ଉମାମଣି ମହାଲିକ, ତାଙ୍କର ଗୋଟେ ଭିଡ଼ିଓ ଦେଖିବାକୁ ମିଳୁଛି, ସାହସପୁର ସ୍କୁଲରେ ବି ପିଲାମାନଙ୍କୁ ସଚେତନ କରୁଛନ୍ତି, ହାତ ଦିଗରେ ସଚେତନ କରୁଛନ୍ତି। ହଁ, ସେଇଟା ସତ୍ୟ। ହଁ, ସେଇଟା ସତ୍ୟ। ଭଲ ଲୋକ, ଆଉ ବିଭିନ୍ନ ସମୟରେ ବିଭିନ୍ନ ସାମଗ୍ରିକ କାର୍ଯ୍ୟରେ ଆସି ମଧ୍ୟ ସାହାଯ୍ୟ ସହଯୋଗ କରନ୍ତି। ଇଭିନ୍ ଏଇ ଯେଉଁ ବାତ୍ୟା ଗୋଟିଏ ହେଇଥିଲା। ମୁଁ ହେଲି ସାହସପୁର ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ସବୁଜିମା ତ୍ରିପାଠୀ। ଯେଉଁ ଉମାମଣି ମଳିକ, ତାଙ୍କର ବହୁତ ସମୟରେ ଦେଖିବାକୁ ମିଳୁଛି ଘଣ୍ଟା ଘଣ୍ଟି ବଜେଇକି ଗାଁର ଲୋକଙ୍କୁ ସଚେତନ କରିବା। ଆଉ ଆପଣ କେତେ ଦୂର ନଜର ଦେଖୁଛନ୍ତି ତାଙ୍କ କାର୍ଯ୍ୟକଳାପ କେମିତି? ସେ ଆଜିକି 10 ବର୍ଷ ହେଲା ମୋ ସହିତ ଜଡ଼ିତ ଅଛି, ଆଶା ଭାବରେ କାର୍ଯ୍ୟରତ ଅଛି। ସେ ଆଶା ହେଲା ଦିନଠାରୁ ଗାଁ ଲୋକମାନଙ୍କ ସଚେତନ କରିବା ପାଇଁ ତାର ଗୋଟେ ଭିନ୍ନ ଧରଣର କାର୍ଯ୍ୟ ସେ କରେ। କେତେବେଳେ ହୁଳୁହୁଳି ପକେଇକି ତ, କେତେବେଳେ ଶଙ୍ଖ ଫୁଙ୍କେଇକି ତ, କେତେବେଳେ